ओम नमो भगवते वासुदेवाय। सप्तदश अध्याय। कलिदंडिले परीक्षित शपथ दशे चरित। सुत उवाच एबे हो शुण मुनिजने हरिचरित शुद्ध मने। से प्राची सरस्वती कूले विजय चतुरंग बले। से राज ऋषि परीक्षित तेजे की प्रकाशे आदित्यम। तक्षणे सरस्वती कूले मिलिले गोमिथुन मेले। देखिले राजवेशधारी लुहार जष्टि करे धरी। स्वभावे शूद्र तार देही नटर प्राय सज होई। अरक्ष प्राणी वृषपादे दंड प्रहारे घोर नादे। स्वभावे एक चरण प्रहार करे पुण पुण। तार प्रहारे से विकल लुचनु बहे अश्रुजल। कंपई महाभये देहि मूत्रपुरीश उत्सर्गई। पादे प्रहारे धेनु पुण लुटई चतुर चरण। तार प्रहारे धेनु कांदे स्थिर न रहे चारिपादे। बच्छा विहीने कृश देहि क्षुधार्थे भोजन इच्छई। तार निकटे रथे छाई नृपति आचम्भित होई। बाण आरोपी धनुर्गुणे गभीर कोमल वचने। अनाई वृषल बदन पुच्छई प्रहार कारण। राजा परीक्षित उवाच कह ए केवल कारण किपाई करु प्रहारण। काहू अइलु तु पुरुष कह तोहर नाम किस। मोर शरण नर लोक एहाकु करू तु निरेख। निर्बल प्राणी कुचरणे प्रहारु बळी आरपणे। बेसे तु राज रूप धरु शूद्रर प्राये कर्म करू। कह ए केवल कारण देख मो करे धनुर्बाण। देख अर्जुन संगे करी निज भुवने गले हरि। प्राणी को जानी अरक्षित निज बलरे करुहत। प्राणी संहरु अवहेले काल तो पुरीला निश्चले। पुणी वृषभ मुख चाहि संभ्रम चित्ते पचारई। तु वृष मृणाल धबल एकई पादे तुम्भे चल। तिनि चरण तोर थिला कह कि हेतु केणे गला। केउ देवता कह तुही मायारे वृष रूप होई। एकथा मोते बड़ गरु मोहर मने खेद करू। देख कौरव वंश भुजे भले रक्षित मोर राज्ये। प्राणी लोचनु अश्रुजल केबे न पड़ई तल। पुणी सुरभि मुख चाहि आश्वास बाक्ये पचारई। तुधेनु कांदु काहि पाई वृषल भय तोते नाही। भूमात रोद नन कर मुहि खलंक दर्पहर। मुहि पालक अछि जहि मोर प्रजांकु दुख काहि। जाहार राज्ये प्रजा कूले हिंसा करंती दुष्ट खले। ताजेबे राजा न शुणई तार आयुष जस काहि। नासई इह परलोक अन्ते से पड़ई नरकम। राजपणर धर्म एहि निश्चिन्ते प्रजा जे पालई। एणु एहाकु बद्ध करी धर्मे अधर्म दूर करी। प्रजार क्षणे ए कारण एबे हो वृषभ तु शुण। तोर चतुर पाद थिला तिनि चरण केणे गला। कृष्ण सेवक राज्ये केही तोपरी दुख चित्ते नाही। तोहर विरूप चरण पांडव वंशे ए दूषण। जे साधु हिंसे अवहेले धर्म नाशई मही तले। निर्दोष प्राणी की जे हिंसे से अपराधे आत्मा नाशे।
ତାହା ତୁ କହ ମୋ ଆଗର, ମଙ୍ଗଳ କରିବି ତୁମ୍ଭର। ସଂସାରେ ପାପୀ ଜନଙ୍କର, ମୋ ଭୟେ ହୃଦୟ କାତର। ଏଣୁ ଏ ଲୋକେ ଅପଯଶ, ଯେ କରେ ହୋଇ ନିରଙ୍କୁଶ। ମୁହିଁ ତାହାର ଭୁଜ ଦୁଇ, ଛେଦିବି ଯେବେ ଦେବ ହୋଇ। ରାଜା ପରମ ଧର୍ମ ଏହି, ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ। ସ୍ୱଧର୍ମେ ପାଳେ ବସୁନ୍ଧରି, ଖଳଚ ଉର୍ଯ୍ୟ ଯେ ନିବାରି। ଯେ ଚାରି ବର୍ଣ୍ଣ ଏ ଜଗତେ, ସ୍ୱଧର୍ମ ଛାଡ଼ି ଅନ୍ୟ ପଥେ। ତାହାଙ୍କ ଗର୍ବ ଯେବେ ହରେ, ସେ ରାଜା ଧର୍ମେ ରାଜ୍ୟ କରେ। ରାଜାର ବାକ୍ୟ ଶୁଣି ତୋଷେ, ସେ ଧର୍ମ କହନ୍ତି ହରସେ। ଧର୍ମ ଉବାଚ ପାଣ୍ଡବ ବଂଶେ ଏବେ ଭାର, ଆରତ ପ୍ରାଣୀ ଭୟହର। ଯାହାର ପୁଣ୍ୟ ଗୁଣେ ହରି, ସାରଥି ଦୂତ ପଣ କରି। ଶୁଣ ହୋ ପୁରୁଷ ଉତ୍ତମ, ଯାହାର ଯେବା ନିଜ ଧର୍ମ। ପ୍ରାଣୀଙ୍କ କ୍ଲେଶ ବୀଜ ଯହୁଁ, ତାହା ଜାଣିବା ଆମ୍ଭେ କାହୁଁ। ଯେ ବାକ୍ୟ ଭେଦ ବିମୋହନ, ତେଣୁ ନ ଜାଣେ ତାକୁ ଜନ। କେ ଆତ୍ମଜ୍ଞାନେ ଆତ୍ମା ଧରେ, କେ ଦେହ ବିକଳ୍ପ ବିଚାରେ। କେ ବୋଲେ ଦୈବ ବଳିୟାର, କେ ବୋଲେ କର୍ମର ଏ ଫଳ। କେ ବୋଲେ ସ୍ୱଭାବ ଏହାର, କେ ବୋଲେ କରନ୍ତି ଈଶ୍ୱର। ତର କି ନ ପାରି ଯାମନେ, କେ ତାହା କହିବ ବଚନେ। ଏ ଆଦି ଯେ ବିଧି ବୃତ୍ତାନ୍ତ, ତୁ ରାଜା ଏହା ମନେ ଚିନ୍ତ। ସୁତ ଉବାଚ ଏମନ୍ତେ ଧର୍ମ ମୁଖୁ ବାଣୀ, ସେ ରାଜା ସାବଧାନେ ଶୁଣି। ମନରୁ ଖେଦ ଦୂର କଲା, ସ୍ୱରୂପେ ଧର୍ମକୁ ଦେଖିଲା। ଦେହେ ଉତରି ଅକ୍ଷମାଳ, କୋଟିରେ ଅଜିନ ଦୁକୁଳ। ଲମ୍ବ ସୁନ୍ଦର ଚାରିକର, ଶିରେ ଶୋଭିତ ଜଟାଭାର। ତନୁଷ ସାଙ୍କ ବପୁ ଗଞ୍ଜେ, ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ। ବସନ ତଡ଼ି ତତରାସ, ରାଜା ଦେଖିଲା ଏହୁ ବେଶ। ରାଜାକୁ ସ୍ୱରୂପ ଦେଖାଇ, ସେ ବୃଷ ଏକ ପାଦେ ରହି। ସେ ରାଜା ଲକ୍ଷୀ ଧର୍ମ ରୂପ, ଚିତ୍ତେ ପ୍ରକାଶେ ଜ୍ଞାନ ଦୀପ। କପାଳେ ଦେଇ ବେନି କର, ଧର୍ମକୁ ବୋଲେ ନୃପବର। ରାଜା ପରୀକ୍ଷିତ ଉବାଚ ତୁ ଧର୍ମ ଧର୍ମ କଥା କହୁ, ଛଳେ ବୃଷଭ ରୂପ ବହୁ। ଅଧର୍ମ କର୍ମ ଯେ କରଇ, ଯେ ଅବା ତାହା ପ୍ରକାଶଇ। ନରକେ ଗତି ଦୁହିଁଙ୍କର, ଏ ରୂପ ଶାସ୍ତ୍ରର ବିଚାର। କିବା ଏ ଦେବ ମାୟା ଗତି, କେ ଜାଣି ପାରେ ଚିତ୍ତେ ଚିନ୍ତି। ମନ ବଚନେ ଅଗୋଚର, ନିଶ୍ଚୟ ବିଚାର ତୋହର। ଏଣୁ ତୁ ନ କହିଲୁ ମୋତେ, ବିଚାର କରେ ହୃଦଗତେ। ତୋହର ଚତୁର ଚରଣ, ପ୍ରଥମ ଯୁଗେ ଆଚରଣ। ତପସ ଉଚ୍ଚ ଦୟା ସତ୍ୟ, ଏ ଯୁଗ ଅନୁରୂପେ କୃତ୍ୟ। ସତ୍ୟର ଅନ୍ତେ ତପ ଗଲା, ଶୌଚ ତ୍ରେତୟା ହରିଲା। ଦ୍ୱାପର ଗଲା ଦୟା ସଙ୍ଗେ, ସତ୍ୟର ହିଲା କଳି ଯୁଗେ। ତପକୁ ଗର୍ବ ନାଶ କଲା, ଶୌଚକୁ ବିଷୟା ହରିଲା। ଦୟା ହରିଲା ମଦ ବଳେ, ସତ୍ୟର ହିଲା ଏ ଶୟଳେ। ଏବେ ଯେ ଅଛି ଏକ ପାଦ, ଏକଳି ତାହାକୁ ଆପଦ। ଚିନ୍ତଇ ମିଥ୍ୟା ଅଧର୍ମରେ, ଏକିମ୍ପା ମୋର ଅଧିକାରେ। କଠୋର ସତ୍ୟ ଯେ ପାଳିବ, ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ। ଏ ସତ୍ୟ ଭାବୁ ସତ୍ୟ ଯୁଗ, ଏକଳି ଅନ୍ତେ ପ୍ରକାଶିବ। ଏ ଭୂମି ଭାର ଅପହରି, ଶ୍ରୀକୃଷ୍ଣ ଗଲେ ଅପସରି। କୃଷ୍ଣର ପାଦ ପଦ୍ମରେଖା, ତେଣୁ ଏ ଦିଶେ କୌତୁକା। ପବିତ୍ର ସୁନ୍ଦର ଶରୀର, ଦେଖି ସାନନ୍ଦ ସୁରନର। ସେ ହରି ଛାଡ଼ି ଗଲା ଯେବେ, ଦେଖ ଏହାର ଦୁଃଖ ଏବେ। ଦୁର୍ଭାଗା ପ୍ରାୟେ ଅଶ୍ରୁମୁଖୀ, କାନ୍ଦଇ ଅତି ଦୁଃଖେ ଦୁଃଖୀ।
ପାପିଷ୍ଠ ଶୂଦ୍ର ରାଜା ଯେତେ ସର୍ବେ ଭୁଞ୍ଜିବେ ମିଳି ମୋତେ ଏମନ୍ତେ ଧର୍ମ ବସୁନ୍ଧରି ବାକ୍ୟ ପ୍ରବନ୍ଧେ ବୋଧ କରି ତୀକ୍ଷ୍ମ ଖଡ଼ଗ ଧରି ହସ୍ତେ ମିଳିଲା କଳିର ଅଗ୍ରତେ ଅଧର୍ମ ହେତୁ ବଳେ ମାରି ମୁହିଁ ପାଳିବି ବସୁନ୍ଧରି କଳି ଦେଖିଣ ତା ବଦନ ଛାଡ଼ିଲା ନୃପତି ଲାଞ୍ଛନ ପ୍ରାଣ କାତରେ ଉଦବେଗେ ପଡ଼ିଲା ରାଜା ପାଦ ଯୁଗେ ସେ କଳି ଜୀବନ ବିକଳେ ପାଦେ ପଡ଼ିଲା ଯେତେବେଳେ ଦେଖିଣ କଳିର ବିକଳ ସ୍ୱଭାବେ ଶରଣ ବତ୍ସଳ ତାର ବିକଳ ମୁଖ ଦେଖି ଖଡ଼ଗ ଭୁଜ ଊର୍ଦ୍ଧ୍ୱେ ରଖି ଛେଦନ ନ କରି ତା ଶିର ହସି ବୋଲନ୍ତି ନୃପବର ରାଜା ପରୀକ୍ଷିତ ଉବାଚ ତୁଜେ ଅଞ୍ଜଳି ଶିରେ ଧରି ପାଦେ ପଡ଼ିଲୁ ଭୟ କରି ଅର୍ଜୁନ ବଂଶେ ଜାତ ଯାର ତାହାକୁ ଭୟ ନାହିଁ ତୋର ଅଧର୍ମ ବନ୍ଧୁ ତୁ ସ୍ୱଭାବେ ମୋର ବଚନ ଶୁଣ ଏବେ ମୋହର ଦେଶେ ନ ପଶିବୁ ଯେବେ ତୁ ଜୀବନେ ବଞ୍ଚିବୁ ତୁ କେନେ ଥିବୁ ରାଜଘରେ ଅଧର୍ମ ଯୁକ୍ତ ତୋ ସଙ୍ଗରେ ଲୋଭ ଅସତ୍ୟ ଚୌର୍ଯ୍ୟ କର୍ମ ଏ ଆଦି ଅଶେଷ ଅଧର୍ମ ଦୁର୍ଜନ ଆଚରଣ ଅହଂ ମାୟା କଳହ ଦମ୍ଭ ମୋହ ତୋହର ସଙ୍ଗେ ଥାନ୍ତି ଏତେ ମୋ ଦେଶେ ଥିବୁ ତୁ କେମନ୍ତେ ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ତହୁଁ ତୁ ନ ପଶିବୁ ଭ୍ରମେ ଏ ବ୍ରହ୍ମା ବର୍ତ୍ତେ ଯେତେ ଜନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ଆଗମ ନିଗମ ପ୍ରମାଣେ ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ ହରିଚରଣେ ପୂଜା କରି ଯେଣେ ସନ୍ତୋଷ ନରହରି ସ୍ଥାବର ଆଦି ଚାରି ଦେହେ ବାହ୍ୟ ଅନ୍ତରେ ବ୍ୟାପି ରହେ ଯେହ୍ନେ ପବନ ଏ ଶରୀରେ ବହି ଅନ୍ତର ବାହାରେ ସେ ହରି ପୂଜା କରେ ଯେହି ତହିଁ ପ୍ରବେଶ ତୋର ନାହିଁ ଏ ଧର୍ମ ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ସୁତ ଉବାଚ ଶୁଣି ସେ ରାଜାର ଉତ୍ତର କଳି କମ୍ପଇ ଥରହର ଉଚ୍ଚେ ଉଞ୍ଚାଇ ଅଶିବର ଦିଶଇ ଯେହ୍ନେ ଦଣ୍ଡଧର ସେ ରାଜା ମୁଖ କଳି ଚାହିଁ ବୋଲଇ ଶିରେ କର ଦେଇ କଳି ଉବାଚ ଭୋ ରାଜା ମୁଁ ତୋର ବଚନେ ଥିବି ତୋ ଆଜ୍ଞା ପରମାଣେ ତୋତେ ଦେଖଇ ଆଗ ପଛେ ଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ ତୁ ଧର୍ମ ପ୍ରାଣୀଙ୍କର ସାର ବିଚାରି ମୋତେ ସ୍ଥାନ କର ଯହିଁ ନିଶ୍ଚିନ୍ତେ ଥିବି ମୁହିଁ ତୋର ଆଜ୍ଞା ଶିରେ ବହି ସୁତ ଉବାଚ କଳି ବଚନ ଶୁଣି ହସି ସନ୍ତୋଷ ଚିତ୍ତେ ରାଜ ଋଷି ଚାରି ପ୍ରକାରେ ସ୍ଥାନ ଦେଲା ନିତ୍ୟ ଅଧର୍ମ ଯହିଁ ମେଳା ଦ୍ୟୁତ କାମିନୀ ମଦ୍ୟପାନ ପ୍ରାଣୀ ମାରଣ ଯେବା ସ୍ଥାନ ପୁଣି ବୋଲଇ କଳି ଯୁଗ ମୋର ଏ ସ୍ଥାନ ଚାରି ଭାଗ ଯହିଁ ମୁଁ ଥିବି ନିରନ୍ତରେ ପଞ୍ଚମ ସ୍ଥାନ ଦିଅ ମୋରେ କଳିର ବାକ୍ୟ ଭାଳି ଚିତ୍ତେ ସୁବର୍ଣ୍ଣ ଦେଲା ତାର ହସ୍ତେ ଏ ପଞ୍ଚ ସ୍ଥାନ ପଞ୍ଚଗୁଣ ବ୍ରାହ୍ମଣେ ସାବଧାନେ ଶୁଣ ମିଥ୍ୟାବଶଇ ଦ୍ୟୁତ ମଧ୍ୟେ କାମ କାମିନୀ ମଦ ମଧ୍ୟେ ପ୍ରାଣୀ ମାରଣେ ରଜୋଗୁଣ ସୁବର୍ଣ୍ଣ ମଧ୍ୟେ ରିପୁଗଣ ଏ ପଞ୍ଚ ସ୍ଥାନ ତାରେ ଦେଲା ଯହିଁ ଅଧର୍ମ ସଙ୍ଗ ମେଳା ପ୍ରମାଣୀ ଅଭିମନ୍ୟୁ ବଳା କଳି ଯୁଗକୁ ସ୍ଥାନ ଦେଲା ତକ୍ଷଣେ ରାଜାର ବଚନେ କଳି ବସିଲା ପଞ୍ଚସ୍ଥାନେ ଏଣୁ ଏମାନଙ୍କୁ ସେବନ ନ କରେ ବିଜ୍ଞ ଯେଉଁ ଜନ ସେ ଧର୍ମଶୀଳ ଯେହ୍ନେ ମେରୁ ସ୍ୱଭାବେ ଲୋକପତି ଗୁରୁ ତପସ ଉଚ୍ଚ ଦୟା ତିନି ବୃଷଭ ପାଦ ବୋଲି ମାନି ନିଜର ବିଷୟ ପାଳନେ ବର୍ତ୍ତିଲା ଏ ଚାରି ଚରଣେ
আশ্বাস বাক্যে মন হরি পৃথ্বী কি সম বৃদ্ধি করি স্বভাবে স্বধর্ম পালনে রাজা উচিত যে প্রমাণে ধর্মনন্দন ধরি কোଳେ ତପେ ଅରଣ୍ୟେ ଯିବା ବେଳେ ପରୀକ୍ଷେ ରାଜ ଶିକ୍ଷା ଦେଇ ସ୍ୱର୍ଗେ ଚଳିଲେ ପାଞ୍ଚ ଭାଇ ସେହି ପ୍ରକାରେ ମନେ ଗୁଣି ରହେ କୌରବ ଶିରୋମଣି ହସ୍ତିନାପୁରେ ରାଜନୀତି ପ୍ରଜା ପାଳନେ ଚକ୍ରବର୍ତ୍ତୀ ଏମନ୍ତେ ଅଭିମନ୍ୟୁ ସୁତ ପ୍ରଜା ପାଳଇ ଅବିରତ ଯାହାର ରାଜ୍ୟେ ତୁମ୍ଭେ ଥାଇ ହରି ଭଜୁଛ ଯଜ୍ଞ ଦାହି ସେ ହରି ଚରଣେ ବିଶ୍ୱାସ କହି ଜଗନ୍ନାଥ ଦାସ ନିର୍ମଳ ଭାଗବତ ବାଣୀ ସୁଜନେ ତର ଏହା ଶୁଣି ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ କଳି ନିଗ୍ରହୋ ନାମ ସପ୍ତଦଶୋऽଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।